पोखरी पुनरुद्धार पाई जेतिकी योजना अछि प्राय सबु विनियोग होई सारिलानी हेले सौंदर्यीकरण होई पारुनी। एही दृश्य देखिबाकू मिलिछि झारसुगुड़ा जिला कोलाबिरा ब्लॉक समासिंगा ग्राम रे। समासिंगा स्कूल को लागि रहितबा एक छोट पोखरी केउ कालरू लोकंक दैनंदिन व्यवहार रे लागि आसुछि। 2021 मसिया रे मनरेगा योजना रे एहार पुनरुद्धार पाई 7,30,000 टंका मंजूर होइतिला। ସେହି ବର୍ଷ ପୁନରୁଦ୍ଧାର କାମ ଆରମ୍ଭ ହେବାର କେଇ ମାସ ପରେ 2022 ମସିହାରେ ଅମୃତ ସରୋବର ଯୋଜନାରେ ପୁଣି ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ 5 ଲକ୍ଷ ଟଙ୍କା ଆସିଥିଲା। ଏନେଇ ବି ଫଳକ ଲଗାଇ 2022 ମସିହା ଜୁନ୍ 9 ତାରିଖରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେହି ବର୍ଷ ପୁଣି ଥରେ ଜିଲ୍ଲା ଖଣିଜ ପାଣ୍ଠିରୁ ଖଣି ପ୍ରଭାବିତ ଅଞ୍ଚଳ ଓ ଲୋକଙ୍କ ବିକାଶ ଉଦ୍ଦେଶ୍ୟରେ ଏହି ପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ 10 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଯେଉଁଥିରୁ 90% ଟଙ୍କା ଡିଏମ୍ଏଫ୍ରୁ ଓ 10% ଟଙ୍କା ସିଏଫ୍ସି ଏସ୍ଏଫ୍ସି ପାଣ୍ଠିରୁ ଖର୍ଚ୍ଚ କରାଯାଇଥିଲା। 2023-24ରେ ମନରେଗା ଯୋଜନାରେ ଏହି ପୋଖରୀ ହୁଡ଼ାରେ ବୃକ୍ଷରୋପଣ ପାଇଁ 5 ଲକ୍ଷ ଟଙ୍କାର ପାଣ୍ଠି ମଞ୍ଜୁର ହୋଇଥିଲା। କିନ୍ତୁ ଉକ୍ତ ପାଣ୍ଠି କାର୍ଯ୍ୟାରମ୍ଭ ତାରିଖ ବାବଦରେ ଫଳକରେ କୌଣସି ସୂଚନା ପ୍ରଦାନ କରାଯାଇନି। କେବଳ ସେତିକି ନୁହେଁ, ଝାରସୁଗୁଡ଼ା ଜିଲ୍ଲା ପରିଷଦ ପକ୍ଷରୁ ମଧ୍ୟ 2021-22 ବର୍ଷରେ ଏକ ପ୍ରକଳ୍ପ କରାଯାଇଥିବା ନେଇ ଏଠାରେ ଫଳକ ରହିଥିବା ବେଳେ ସେଥିରେ ଥିବା ତଥ୍ୟ ଏବେ ଲିଭିଗଲାଣି। ଏହି ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଅନ୍ୟୁନ 30 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଆଜି ଯାଏ ଏହାର ହୁଡ଼ା ବି ତିଆରି କରାଯାଇନାହିଁ। ପୋଖରୀଟି ସ୍କୁଲକୁ ଲାଗି ରହିଥିବା ବେଳେ ନଣ୍ଡା ହୁଡ଼ା ଯୋଗୁଁ କେତେବେଳେ କୌଣସି ଶିଶୁ ପୋଖରୀକୁ ଖସି ପଡ଼ିବାର ଆଶଙ୍କା ଲାଗି ରହୁଛି। ଏଭଳି ପରିସ୍ଥିତିରେ ସରକାରୀ ତହବିଲରୁ ଏତେ ସବୁ ଯୋଜନାରେ ଆସିଥିବା ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। Sri Jagdamba Jewellers, an exclusive showroom for 100% hallmark jewelry, eye-catching designs with 100% purity guaranteed. Get attractive discounts on making charges of gold and silver ornaments. Visit our store today. Sri Jagdamba Jewellers, Main Road, Jharsuguda. We are also available for you in Sai Bihar Road, Sundargarh.